ଶ୍ରାବଣ ମାସ କେବେଠାରୁ ଆରମ୍ଭ ହେଉଛି? ଶ୍ରାବଣ ମାସରେ କେତୋଟି ସୋମବାର ପଡ଼ିବ? ଶ୍ରାବଣ ମାସରେ କେଉଁ ସବୁ ଭୁଲ କରିବା ଉଚିତ ନୁହେଁ? ଶ୍ରାବଣ ବ୍ରତରେ କେଉଁ ଜିନିଷ ଖାଇବା ଦ୍ୱାରା ବ୍ରତ ଭାଙ୍ଗି ଯାଇଥାଏ? ଶ୍ରାବଣ ମାସରେ ଭୋଳା ବାବାଙ୍କୁ କେଉଁ ଜିନିଷ ଅର୍ପଣ କରିବା ଉଚିତ ନୁହେଁ? ବନ୍ଧୁଗଣ, ଶ୍ରାବଣ ମାସଟି ଶିବ ଭକ୍ତମାନଙ୍କ ପାଇଁ ଭଲ ସୌଭାଗ୍ୟ ନେଇକି ଆସିଥାଏ। ଏହା ସେହି ମାସ ଯାହାକୁ ଆମେ ଭଲ ମାସ କହିଥାନ୍ତି। ଏହା ସହିତ ଶିବ ଭକ୍ତମାନେ ଏହି ମାସକୁ ଅପେକ୍ଷା କରିକି ରହିଥାନ୍ତି। ଶ୍ରାବଣ ମାସରେ ଭଗବାନ ଶିବ ପୃଥିବୀକୁ ଆସି ନିଜର ଭକ୍ତଙ୍କ ଘରେ ବାସ କରିଥାନ୍ତି ଆଉ ସେମାନଙ୍କ ସଚ୍ଚା ଭକ୍ତିରେ ପ୍ରସନ୍ନ ହୋଇ ଆଶୀର୍ବାଦ ଦେଇଥାନ୍ତି। ଶ୍ରାବଣର ପ୍ରତ୍ୟେକ ଦିନ ବହୁତ ଶୁଭ ହୋଇଥାଏ। ପ୍ରତ୍ୟେକ ଦିନ ପବିତ୍ର ଅଟେ। ପ୍ରତ୍ୟେକ ଦିନ ଭଗବାନ ଶିବଙ୍କ ପୂଜା କରାଯାଇଥାଏ। କିନ୍ତୁ ସୋମବାର ବ୍ରତ ପରେ ହିଁ କିଛି ଅଲଗା ହୋଇଥାଏ। ଦର୍ଶକ ବନ୍ଧୁ, ଅନେକ ଲୋକେ ପୂର୍ଣ୍ଣିମାଠୁ ପୂର୍ଣ୍ଣିମା ଶ୍ରାବଣ ମାସର ପୂଜା କରିଥାନ୍ତି ଆଉ ଅନେକ ଲୋକେ ଅମାବାସ୍ୟାଠୁ ଅମାବାସ୍ୟା ଶ୍ରାବଣ ମାସର ପୂଜା କରିଥାନ୍ତି। ଆଜିର ଭିଡ଼ିଓରେ ଆମେ ଜାଣିବା ଅମାବାସ୍ୟାରୁ ଅମାବାସ୍ୟା ପୂଜା ବିଷୟରେ। ଶ୍ରାବଣ ମାସର ସମ୍ପୂର୍ଣ୍ଣ ପୂଜାବିଧି ଉପରେ ଜାଣିବା ପାଇଁ ଆପଣ ଆମ ଚ୍ୟାନେଲରେ ଥିବା ଏହି ଭିଡ଼ିଓକୁ ଥରେ ଦେଖିନିଅନ୍ତୁ। ବନ୍ଧୁଗଣ, ଏହି ବର୍ଷ ଶ୍ରାବଣ ମାସ 22 ଜୁଲାଇରୁ ଆରମ୍ଭ ହେଉଛି। ପ୍ରଥମ ସୋମବାର ବ୍ରତ 22 ଜୁଲାଇକୁ ପଡ଼ିବ। ଦ୍ୱିତୀୟ ସୋମବାର 29 ଜୁଲାଇ। ତୃତୀୟ ସୋମବାର 5 ଅଗଷ୍ଟକୁ ପଡ଼ିବ ଆଉ ଚତୁର୍ଥଟି 12 ଅଗଷ୍ଟକୁ। ଶେଷରେ 19 ଅଗଷ୍ଟ ସୋମବାର ଦିନ ପୂର୍ଣ୍ଣିମା ଲାଗୁଛି। ବହୁ ଜଣ ଏହି ସୋମବାରଟିକୁ ପାଳନ କରିଥାନ୍ତି ଆଉ ବହୁ ଜଣ କରିନଥାନ୍ତି। ତ ଏମିତିରେ ଏହି ବର୍ଷ ଟୋଟାଲ 5ଟି ସୋମବାର ପଡ଼ୁଅଛି। ଦର୍ଶକ ବନ୍ଧୁ, ଏମିତିରେ ଆପଣ ଜାଣିଛନ୍ତି କି ଶ୍ରାବଣ ମାସରେ କେଉଁ ଭୁଲ କରିବେ ନାହିଁ ଯାହା ଫଳରେ ଶିବ କ୍ରୋଧିତ ହେବେ ନାହିଁ ଆଉ ଶ୍ରାବଣ ମାସରେ ଏହି ଫଳ କେବେ ବି ଖାଇବେ ନାହିଁ, ନଚେତ୍ ଭଗବାନ ଶିବ ଆପଣଙ୍କ ଉପରେ ରାଗିବେ ଆଉ ଆପଣଙ୍କର ବ୍ରତ ମଧ୍ୟ ଭାଙ୍ଗିଯିବ। ତ ଆସନ୍ତୁ ଏମିତି କିଛି ସାବଧାନ ବିଷୟରେ ଜାଣିନେବା ଯାହାକୁ ଭୁଲ ବି କରିବା କଥା ନୁହେଁ। କିନ୍ତୁ ତା ପୂର୍ବରୁ ଆପଣଙ୍କୁ ଅନୁରୋଧ କି ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। କମେଣ୍ଟ ବକ୍ସରେ ଜୟ ଭୋଳାନାଥ ଅବଶ୍ୟ ଲେଖନ୍ତୁ। ନମ୍ବର 1, ଶାସ୍ତ୍ରରେ କୁହାଯାଇଛି ବ୍ରତଧାରୀଙ୍କୁ ଉଦ୍ଧାରରେ ଫଳ ମାଗିକି ଖାଇବା କଥା ନୁହେଁ, କାରଣ ଏଥିରେ ପାପ ଲାଗିଥାଏ ଆଉ ବ୍ରତ ଅଧା ରହିଯାଇଥାଏ। ସୋମବାର ବ୍ରତ କିମ୍ବା କୌଣସି ବି ବ୍ରତ ହେଉ, ପଡ଼ୋଶୀଙ୍କୁ ମାଗି ଫଳ ଜିନିଷ ଖାଇବା ଉଚିତ ନୁହେଁ। ବ୍ରତରେ ଉଦ୍ଧାର ମାଗି ଖାଇଲେ ବ୍ୟକ୍ତିର ବ୍ରତ ଅଧା ରହିଯାଏ। ଈଶ୍ୱରଙ୍କ ଶରଣରେ ଆସିଥିବା ବ୍ୟକ୍ତିକୁ ମିଛ କହିବାର ନାହିଁ, କରଜ ନେବେ ନାହିଁ, ଉଦ୍ଧାର ମାଗି ଖାଇବେ ନାହିଁ। ଯଦି କେହି ନିଜ ଇଚ୍ଛାରେ ଖାଇବାକୁ ଦିଏ ତ ଆପଣ ସେହି ଫଳକୁ ଗ୍ରହଣ କରିବେ, କିନ୍ତୁ ବ୍ରତରେ ଉଦ୍ଧାର ମାଗି କେବେ ବି ଖାଇବେ ନାହିଁ। ଏଥିଦ୍ୱାରା ପାପ ଲାଗିଥାଏ। ନମ୍ବର 2, ସୋମବାର ବ୍ରତ ହେଉ କିମ୍ବା ଶ୍ରାବଣର ବ୍ରତ ହେଉ, ଆପଣ ନାଶପତି କେବେ ବି ଖାଇବେ ନାହିଁ, କାରଣ ଏହି ଫଳର ନାମରେ ଥିବା ନାଶ ଅର୍ଥାତ୍ ନାଶ କରିବା ଭଳି ହୋଇଥାଏ। ଏହି କାରଣରୁ ଏହି ଫଳକୁ କୌଣସି ବ୍ରତରେ ଖାଇବେ ନାହିଁ। ବ୍ରତ ଆଦିକୁ ଛାଡ଼ି ଅନ୍ୟ କୌଣସି ଦିନରେ ଖାଇପାରିବେ, କିନ୍ତୁ ଯେଉଁଦିନ ଆପଣଙ୍କର ବ୍ରତ ସେହିଦିନ ନାଶପତି ଖାଇବେ ନାହିଁ ଆଉ ଭଗବାନଙ୍କୁ ମଧ୍ୟ ଅର୍ପଣ କରିବେ ନାହିଁ। ନମ୍ବର 3, ଆପଣଙ୍କୁ ଜଣାଇ ଦେବୁ କି ବହୁତ ଆଗରୁ ଥିବା ଅଟାକୁ ଖାଇଲେ ମଧ୍ୟ ବ୍ରତ ଭଙ୍ଗ ହୋଇଥାଏ, କାରଣ ପୁରୁଣା ଅଟାରେ ବହୁତ କୀଟ ପତଙ୍ଗ ପଡ଼ିଥାନ୍ତି ଯାହା ଠିକ୍ ଭାବରେ ଦେଖାଯାଇ ନଥାନ୍ତି। ଏମିତିରେ ଏହି ଅଟା ଖାଇଲେ ମାନାଯାଏ କି ଆପଣ ମାଂସର ସେବନ କରୁଛନ୍ତି ଆଉ ବ୍ରତରେ ଏହା ଖାଇଲେ ଘୋର ପାପ ମଧ୍ୟ ହୋଇଥାଏ ଆଉ ଆପଣଙ୍କର ବ୍ରତ ମଧ୍ୟ ଭାଙ୍ଗି ଯାଇଥାଏ। ବ୍ରତରେ ସତେଜ ଅଟା ହିଁ ଖାଆନ୍ତୁ। ବ୍ରତ ସର୍ବଦା ଶୁଦ୍ଧତା ରଖିବା ଉଚିତ। ଶ୍ରାବଣ ମାସକୁ ବହୁତ ବଡ଼ ପବିତ୍ର ମାସ ବୋଲି ମାନାଯାଏ। ଏଥିପାଇଁ ଶିବ ଭଗବାନଙ୍କ ଆଗରେ ଏହି 5ଟି ଜିନିଷକୁ କେବେ ବି ରଖିବେ ନାହିଁ। ତ ଚାଲନ୍ତୁ ଜାଣିବା ସେହି 5ଟି ଜିନିଷ କ'ଣ କ'ଣ। ନମ୍ବର 1,
ଯେଉଁଠି ମହାଦେବଙ୍କ ମୂର୍ତ୍ତି କିମ୍ବା ପ୍ରତିମା ରହିଛି ସେଠାକୁ କେବେ ବି ଜୋତା ଚପଲ ପିନ୍ଧିକି ଯାଆନ୍ତୁ ନାହିଁ। ଏତିକି ଟିକେ ଭାବନ୍ତୁ, ଯଦି ଆପଣଙ୍କର ରୁମ୍କୁ କେହି ଜୋତା ଚପଲ ପିନ୍ଧିକି ପ୍ରବେଶ କରେ ତ ଆପଣଙ୍କୁ କେତେ ରାଗ ଆସେ। ଠିକ୍ ସେମିତି ମହାଦେବ ବି ଆପଣଙ୍କ ଉପରେ ରାଗି ଯାଆନ୍ତି ଆଉ ଆପଣଙ୍କୁ ମିଳିବାକୁ ଥିବା ଫଳ ନଷ୍ଟ ହୋଇଯାଏ। ତେଣୁ ଖାଲି ପାଦରେ ହିଁ ମନ୍ଦିରକୁ ପ୍ରବେଶ କରିବେ। ନମ୍ବର 2, ପ୍ରାୟତଃ ମହିଳାଙ୍କର ମାସିକ ଧର୍ମ ଆସିଥାଏ। ତ କିଛି ମହିଳା ଥାନ୍ତି ମାସିକ ଧର୍ମ ଆସିଲେ କାହାକୁ କିଛି ନ କହି ପୂଜା ପାଠ ଆଦି କରିଦିଅନ୍ତି, ଯାହାକୁ କି ଶାସ୍ତ୍ରରେ ବର୍ଜିତ ମାନାଯାଇଛି। ଯଦି ଆପଣଙ୍କର ମାସିକ ପୀଡ଼ା ହୁଏ ତ ଘରେ ଥିବା ମନ୍ଦିର କିମ୍ବା ବାହାରେ ଥିବା କୌଣସି ମନ୍ଦିରକୁ ପ୍ରବେଶ କରିବେ ନାହିଁ। ଏଥିରେ ଭଗବାନ ରାଗିଥାନ୍ତି ଆଉ ଏମିତି ସମୟରେ ମଧ୍ୟ ଶିବଲିଙ୍ଗକୁ ଛୁଇଁବା ପାପ ଅଟେ। ନମ୍ବର 3, ଶାସ୍ତ୍ରରେ କୁହାଯାଇଛି ଶିବଲିଙ୍ଗ ଥିବା ଜାଗାରେ ସବୁ ଶକ୍ତି ସଞ୍ଚାର ହୋଇଥାଏ। ଯଦି ଘରେ ଶିବଲିଙ୍ଗ ଥାଏ ତ ସେହି ବ୍ୟକ୍ତି ଶିବଙ୍କର କୃପା ସବୁବେଳେ ପାଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଶିବଲିଙ୍ଗରେ ସବୁ ଶକ୍ତିର ସଞ୍ଚାର ହୋଇଥାଏ। ଏଥିପାଇଁ ଶିବଲିଙ୍ଗରେ ସବୁବେଳେ ଜଳଧାରା ପ୍ରଭାବିତ କରାଯାଇଥାଏ। ଏହା ଶିବ ଭଗବାନଙ୍କୁ ଶାନ୍ତ ରଖିଥାଏ। କିଛି ଲୋକ ଘରେ ଶିବଲିଙ୍ଗକୁ ରଖିଥାନ୍ତି କିନ୍ତୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଜଳ ଚଢ଼ାଇ ନଥାନ୍ତି। ଏହା ଜମାରୁ ବି ଠିକ୍ ନୁହେଁ। ଯଦି ଆପଣ ସବୁବେଳେ ଜଳ ଚଢ଼ାଇ ପାରିବେ ନାହିଁ ତ ଆପଣ କେବେ ବି ଘରେ ଶିବଲିଙ୍ଗକୁ ସ୍ଥାପନ କରନ୍ତୁ ନାହିଁ। ଏହା ଗରୁଡ଼ ପୁରାଣରେ ବର୍ଣ୍ଣିତ ଅଛି। ନମ୍ବର 4, ଶାସ୍ତ୍ରରେ କୁହାଯାଇଛି ତୁଳସୀ ଏବଂ ଭଗବାନ ଶିବଙ୍କୁ ଏକା ସାଙ୍ଗରେ ରଖାଯାଏ ନାହିଁ ଏବଂ ଗଣେଶଙ୍କ ପାଖରେ ବି ତୁଳସୀ ରଖାଯାଏ ନାହିଁ। ଲୋକ ଅଜାଣତରେ ଶିବଲିଙ୍ଗକୁ ତୁଳସୀ ପାଖରେ ରଖିଦିଅନ୍ତି ଆଉ ପରେ ସମସ୍ୟା ଆସିବା ଆରମ୍ଭ ହୋଇଯାଏ। ଏଥିରେ ମହାଶକ୍ତି ଗୁଡ଼ିକ ମଧ୍ୟ କ୍ରୋଧିତ ହୋଇଯାଆନ୍ତି। ଏଥିପାଇଁ ଶିବଲିଙ୍ଗରେ କେବେ ମଧ୍ୟ ତୁଳସୀ ଚଢ଼ାଇବେ ନାହିଁ। ନମ୍ବର 5, ଘରର ମନ୍ଦିର କିମ୍ବା ବାହାର ମନ୍ଦିର ହେଉ ଏମିତି ବ୍ୟକ୍ତିଙ୍କୁ ପ୍ରବେଶ କରାଇବେ ନାହିଁ ଯେଉଁ ବ୍ୟକ୍ତି ଆମିଷ ଖାଇଥିବେ। ଯଦି ଆପଣ ଶାରୀରିକ ରୂପେ ସ୍ୱଚ୍ଛ ନାହାନ୍ତି ତ ଆପଣ ମନ୍ଦିରର ଆଖପାଖକୁ ବି ଯିବେ ନାହିଁ। ଘରେ ଥିବା ମନ୍ଦିରରେ ମଧ୍ୟ ପରଦା ପକାଇଦେବେ। ଫ୍ରେଣ୍ଡସ୍, ଶ୍ରାବଣ ମାସରେ ମହାଦେବଙ୍କୁ ଏମିତି ବେଲପତ୍ର କେବେ ବି ଚଢ଼ାଇବେ ନାହିଁ। ଏହା ବହୁତ ଅଶୁଭ ହୋଇଥାଏ। ପୌରାଣିକ କଥା ଅନୁସାରେ ବେଲପତ୍ର ଚଢ଼ାଇବା ଦ୍ୱାରା ଶିବଙ୍କ ମସ୍ତକ ଶୀତଳ ରୁହେ। ବେଲପତ୍ରରେ ଶିବଙ୍କ ପୂଜା କରିବା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ ଏବଂ ବ୍ୟକ୍ତି ସୌଭାଗ୍ୟଶାଳୀ ବନିଥାଏ। ଆଉ ଏଥିରେ ହନୁମାନ ବି ପ୍ରସନ୍ନ ହୋଇଥାନ୍ତି, କାରଣ ହନୁମାନ ଶିବଙ୍କର ଅବତାର ଅଟନ୍ତି। ବନ୍ଧୁଗଣ, ପ୍ରଥମେ ଜାଣି ନିଅନ୍ତୁ ବେଲପତ୍ରର ଉପଯୋଗ ଏବଂ ଏହାର ଲାଭ କେମିତି ମିଳିଥାଏ। ନମ୍ବର 1, ଯଦି ବେଲ ବୃକ୍ଷ ଘର ମଝିରେ କିମ୍ବା ପୂର୍ବ ଦିଗରେ ହୋଇଥାଏ ତାହେଲେ ଘରେ ଧନର ଅଭାବ ଦେଖାଦିଏ ନାହିଁ ଏବଂ ପରିବାର ଖୁସିରେ ରହିଥାଏ। ନମ୍ବର 2, ଯେଉଁ ବ୍ୟକ୍ତି ବେଲ ବୃକ୍ଷର ମୂଳ ଭାଗରେ ପୂଜାର୍ଚ୍ଚନା କରେ ତାକୁ ମୃତ୍ୟୁ ପରେ ଶିବଲୋକ ପ୍ରାପ୍ତ ହୋଇଥାଏ। ବନ୍ଧୁଗଣ, ଏବେ ଜାଣିବା ବେଲପତ୍ର ସହିତ ଜଡ଼ିତ କିଛି ଖାସ୍ କଥା। ଅଷ୍ଟମୀ, ନବମୀ, ଚତୁର୍ଦ୍ଦଶୀ ଏବଂ ଅମାବାସ୍ୟା ବା ସଂକ୍ରାନ୍ତି ବା ସୋମବାର ଦିନ ବେଲପତ୍ର ତୋଳିବେ ନାହିଁ। ପୂଜାର ଗୋଟିଏ ଦିନ ପୂର୍ବରୁ ହିଁ ବେଲପତ୍ର ତୋଳି ରଖିଦେବେ। ଯଦି ଆପଣଙ୍କୁ ବେଲପତ୍ର ମିଳୁନାହିଁ ତ ଆପଣ ପୁରୁଣା ବେଲପତ୍ରକୁ ସ୍ୱଚ୍ଛ ଜଳରେ ଧୋଇକି ପୁଣି ଥରେ ବ୍ୟବହାର କରିପାରିବେ, କାରଣ ଏହା କେବେ ମଧ୍ୟ ବାସି ହୋଇନଥାଏ। ବନ୍ଧୁଗଣ, ବେଲପତ୍ର ସବୁବେଳେ 3 ଟିକିଆ ହୋଇଥିବା ଉଚିତ ଆଉ ଏହା ଫଟା ନ ହୋଇଥିବା ଦରକାର। ତ ଦର୍ଶକ ବନ୍ଧୁ, ଏହା ଥିଲା ଶ୍ରାବଣ ପୂଜାବିଧିର କିଛି ମହତ୍ୱପୂର୍ଣ୍ଣ କଥା। ଭିଡ଼ିଓଟି ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିବେ ଆଉ କମେଣ୍ଟ ବକ୍ସରେ ଜୟ ଭୋଳା ବାବା ଅବଶ୍ୟ ଲେଖିବେ।